ସମ୍ମାନୀୟ ଆଜିର ଗୁରୁ ଦିବସ ଉପଲକ୍ଷେ ଆୟୋଜିତ ସଭାର ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ତଥା ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ପ୍ରତିବର୍ଷ ସେପ୍ଟେମ୍ବର ମାସ 5 ତାରିଖକୁ ଆମେ ପୂଜ୍ୟ ଗୁରୁଜୀ ଓ ଗୁରୁମାଙ୍କ ସମ୍ମାନାର୍ଥେ ଏହି ଦିବସ ଗୁରୁ ଦିବସ ଭାବରେ ପାଳନ କରୁ। ଏହିପରି ଏକ ମହାନ ତଥା ଚିର ଅଭିବାଦନୀୟ ଗୁରୁ ଦିବସରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁଙ୍କ ପ୍ରତି ଉତ୍ସର୍ଗୀକୃତ ଏହି ମହାନ ଶ୍ଲୋକଟି ସୂଚାଇ ଦିଏ ଯେ ଗୁରୁ ହିଁ ଏକାଧାରରେ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଆଉ ମହେଶ୍ୱର। ସିଏ ହର୍ତ୍ତା କର୍ତ୍ତା ଆଉ ଦୈବ ବିଧାତା। ସେ ପୁଣି ଜ୍ଞାନ ଗୁଣ ପ୍ରଦାନ କରିବାର ପଥ ପ୍ରଦର୍ଶକ। ତାଙ୍କରି ଆଶୀର୍ବାଦରେ ମାଟି ହୁଏ ସୁନା, ପୁଣି ପଥର ହୁଏ ହୀରା, ଆଉ ଗୋଡ଼ି ହୁଏ ମୁକ୍ତା। ଗୁରୁ ଆମର ଚିର ବନ୍ଦନୀୟ ଆଉ ଚିର ନମସ୍ୟ। ଗୁରୁ ଓ ଗୋବିନ୍ଦ ମଧ୍ୟରେ ମହର୍ଷି କବୀର ଗୋବିନ୍ଦଙ୍କୁ ପ୍ରାଧାନ୍ୟ ଦେଇ ଗୁରୁଙ୍କୁ ଶ୍ରେଷ୍ଠ ବୋଲି ଆଖ୍ୟା ଦେଇଥିଲେ। ଭାରତବର୍ଷରେ ଗୁରୁଙ୍କ ଆସନ ସର୍ବଦା ସର୍ବୋଚ୍ଚ। ପୌରାଣିକ ଆଖ୍ୟାନରୁ ସହଜେ ଅନୁମେୟ କରିହେବ ଗୁରୁ ଦ୍ରୋଣ, ଗୁରୁ ବ୍ୟାସଦେବ, ଗୁରୁ ଶୂଦ୍ର ମୁନି ଆଦି ଅନେକ ମହାନ ବ୍ୟକ୍ତିବିଶେଷର ମହନୀୟତାକୁ। ତେଣୁ ବୈଦିକ ଯୁଗରୁ ଗୁରୁଙ୍କୁ ସର୍ବୋଚ୍ଚ ଆସନରେ ଅଳଙ୍କୃତ କରାଯାଇଛି। ଆମ ପବିତ୍ର ଭାଗବତରେ ଭକ୍ତକବି ଜଗନ୍ନାଥ ଦାସ ଗୁରୁଙ୍କ ମହନୀୟତାକୁ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି, ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ସମୟର ପରିବର୍ତ୍ତନରେ ଆଜି ମଣିଷ ମଧ୍ୟ ନିଜର ପରିବର୍ତ୍ତନ ଆଣିପାରିଛି। ଦେଶ ସ୍ୱାଧୀନତା ହେଲା ପରେ ବିଶ୍ୱବିଖ୍ୟାତ ଶିକ୍ଷକ ଦାର୍ଶନିକ ତଥା ଆମର ନମସ୍ୟ ଉପରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱ ଆରୋପ କଲେ। ଏଥିପାଇଁ ସେ ଏହାର କର୍ଣ୍ଣଧାର ମୁଖ୍ୟତଃ ପୂଜ୍ୟ ଗୁରୁଜୀମାନଙ୍କୁ କରିବେ ବୋଲି ସ୍ଥିର କଲେ। ଜଣେ ଛାତ୍ର ଓ ଭବିଷ୍ୟତ ତଥା ଦେଶର ଭବିଷ୍ୟତ ସୂତ୍ରଧର ସେ ପ୍ରଥମେ ଗୁରୁଙ୍କୁ ଶ୍ରେୟ ଦେବେ ବୋଲି ସ୍ଥିର କଲେ। ଗୁରୁଙ୍କ ସମ୍ମାନାର୍ଥେ ସେ ଏହି ଦିବସଟିକୁ ଗୁରୁ ଦିବସ ରୂପେ ନାମିତ କରିଥିଲେ। ଏ ପ୍ରକାର ଯୋଗଜନ୍ମା ପ୍ରବୀଣ ମହାପୁରୁଷ 1888 ମସିହା ସେପ୍ଟେମ୍ବର ମାସ 5 ତାରିଖରେ ମାନ୍ଦ୍ରାଜ ନିକଟସ୍ଥ ସର୍ବପଲ୍ଲୀ ଗାଁରେ ଭୂମିଷ୍ଠ ହୋଇଥିଲେ। ତାଙ୍କରି ଜନ୍ମ ତାରିଖକୁ ଆମେ ପ୍ରତିବର୍ଷ ଗୁରୁ ଦିବସ ରୂପେ ପାଳନ କରି ଆସୁଛେ। ଭାରତ ପରି ଏକ ଗୁରୁଭୂମି ଦେଶରେ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଅବଦାନ ଥିଲା ଅତୀବ ପ୍ରଶଂସନୀୟ। ଏହି ମହାନ ବ୍ୟକ୍ତିତ୍ୱ ପ୍ରେସିଡେନ୍ସି କଲେଜର ଅଧ୍ୟାପନାରୁ ମହୀଶୂର ବିଶ୍ୱବିଦ୍ୟାଳୟ ମୁଖ୍ୟ ପ୍ରାଧ୍ୟାପକ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ଓ ଭାରତର ଉପରାଷ୍ଟ୍ରପତିରୁ ନେଇ ରାଷ୍ଟ୍ରପତି ପର୍ଯ୍ୟନ୍ତ ସେ ନିଜର ମହାନ ବ୍ୟକ୍ତିତ୍ୱକୁ ପରିସ୍ଫୁଟ କରିବା ସହିତ ଏ ପ୍ରକାର ପବିତ୍ର ଆସନ ଅଳଙ୍କୃତ କରି ନିଜେ ଏକ ଭାଗ୍ୟବାନ ପୁରୁଷର ପରିଚୟ ଦେଇଛନ୍ତି। ଆମେ ମୁଖ୍ୟତଃ 1969 ମସିହା ସେପ୍ଟେମ୍ବର ମାସ 5 ତାରିଖ ଠାରୁ ଏହି ଗୁରୁ ଦିବସ ପାଳନ କରି ଆସୁଛେ। ଆସନ୍ତୁ ଆମେ ସଭିଏଁ ଏହି ଗୁରୁ ଦିବସରେ ନିଜ ଗୁରୁଙ୍କୁ ସାଦରେ ମଥାପ୍ରତି ପ୍ରଣାମ କରିବା ସହିତ ଗୁରୁ ଭକ୍ତିରେ ଅନୁପ୍ରାଣିତ ହୋଇ ନିଜର ମୂଲ୍ୟବାନ ଜୀବନକୁ ଆଲୋକିତ କରିପାରିବା। ମୁଁ ଏତିକି କାମନା କରି ବିଦାୟ ନେଉଛି। ଜୟ ହିନ୍ଦ।